हे सदा प्रभु এই দুনিয়ার মান সম্মান ধন সম্পত্তি মতে କିଛି ବି ଦିଅ ନାହିଁ ପ୍ରଭୁ। କେବଳ ଗୋଟିଏ ବିଷୟ ମତେ ଦିଅ, ତାହା ଆୟୁବଙ୍କ ପରି ସିଦ୍ଧ ସରଳ ପରମେଶ୍ୱର ଭୟକାରୀ ଓ କୋକ୍ରିୟା ତ୍ୟାଗୀ ଜୀବନଟିଏ ଦିଅ। କାରଣ ଦିନେ ଆୟୁବ 7 ପୁତ୍ର ଓ 3 କନ୍ୟା, 7,000 ମେଷ, 3,000 ଉଷ୍ଟ, 500 ହଳ ବଳଦ, 500 ଗର୍ଦ୍ଦଭୀ ଓ ଅନେକ ଦାସ ଦାସୀଙ୍କୁ ଏକା ସାଙ୍ଗରେ ହରେଇଥିଲେ ମଧ୍ୟ ତୁମ୍ଭ ପ୍ରତି ଥିବା ବିଶ୍ୱାସକୁ ସେ ହରେଇ ନଥିଲେ। ସେତେବେଳେ ଆୟୁବ ଉଠି ଆପଣା ବସ୍ତ୍ର ଚିରିଲା ଓ ଆପଣା ମସ୍ତକ କ୍ଷୌର କଲା ଓ ଭୂମିରେ ପଡ଼ି ଉପାସନା କଲା। ଆଉ ସେ କହିଲା, ମୁଁ ମାତାର ଗର୍ଭରୁ ଉଲଙ୍ଗ ଆସିଅଛି ଓ ଉଲଙ୍ଗ ହୋଇ ସେଠାକୁ ଫେରିଯିବି।